ଚିକମିକ କରୁଥିବା ସହର ମଝିରେ ଗୋଟିଏ ବହୁ ବର୍ଷ ପୁରୁଣା ଅଫିସ୍ ଥିଲା, ଯେଉଁଥିରେ ରମେଶ ତାର ଜୀବନର ସବୁଠାରୁ କଠିନ ଦିନ କାଟୁଥିଲା। ବୟସ 30 ବର୍ଷ, ହେଲେ ଦାୟିତ୍ୱର ଭାର ମୁଣ୍ଡ ଉପରେ ଏମିତି ଥିଲା ଯେ ଯେମିତି ଖୁସି କୁଆଡ଼ୁ ହଜିଯାଇଛି। ସେ ଗୋଟିଏ କଲ୍ କମ୍ପାନୀରେ ଜୁନିୟର ମ୍ୟାନେଜର ଥିଲା। ଦିନସାରା କଷ୍ଟମରମାନଙ୍କର ଗାଳି ଶୁଣିବା ଓ ଟାର୍ଗେଟ୍ ପଛରେ ଦୌଡ଼ିବା ତାର ମଜବୁରି ଥିଲା। କିନ୍ତୁ ତା ଆଖିରେ ଗୋଟିଏ ଅଜୀବ ପ୍ରକାର ଚମକ ଥିଲା, ଯେମିତି ଅଙ୍ଗାର ଭିତରେ ଲୁଚି ରହିଥିବା ନିଆଁ। ବାସ୍ ଗୋଟିଏ ମୌକା ଖୋଜୁଥିଲା। ହେଲେ ଏପରି ପରିସ୍ଥିତିରେ ସେ କେବେ ବି ଭାଙ୍ଗି ପଡ଼ିନଥିଲା। ବାସ୍ ଛାତିରେ ହାତ ରଖି ପରିସ୍ଥିତି ସହ ଲଢ଼ୁଥିଲା। ସେଇ ଅଫିସରେ ଏକାଉଣ୍ଟରେ ପ୍ରିୟଙ୍କା ନାମରେ ଗୋଟିଏ ଝିଅ କାମ କରୁଥିଲା। ସେ ଖାଲି ଦେଖିବାକୁ ସୁନ୍ଦର ନଥିଲା, ବରଂ ତାର ଚରିତ୍ରରେ ଗୋଟିଏ ପ୍ରକାର ଚମକ ଥିଲା। ସେ ଗୋଟିଏ ଧନୀ ପରିବାରର ଥିଲା, ଯେଉଁଠି ସୁଖ ଓ ସୁବିଧାରେ କୌଣସି କମି ନଥିଲା। ସର୍ବଦା ରମେଶ ଓ ପ୍ରିୟଙ୍କାର ନଜର ମିଶି ଯାଉଥିଲା। ରମେଶର ସିଧାସାଧାପଣ ଓ କାମ ପ୍ରତି ନିଷ୍ଠା ପ୍ରିୟଙ୍କା ହୃଦୟକୁ ଛୁଇଁ ଯାଉଥିଲା। ଧୀରେ ଧୀରେ ଦୁଇ ଜଣଙ୍କ ମଧ୍ୟରେ କଥାବାର୍ତ୍ତା ଓ ସାଙ୍ଗ ଓ ତାପରେ ଭଲ ପାଇବାରେ ପରିଣତ ହୋଇଗଲା। ପ୍ରିୟଙ୍କା ବାପା ତାକୁ ସର୍ବଦା କହୁଥିଲେ, ସମ୍ପର୍କ ସେଇଠାରେ ରଖିବ ଯିଏ ଆମ ବରାବରି ହୋଇଥିବ। କିନ୍ତୁ ପ୍ରିୟଙ୍କା ରମେଶ ପାଖରେ ଗୋଟିଏ ସଚଟପଣ ଦେଖିଥିଲା, ଯାହାକୁ କେବେ ବି ଟଙ୍କା ମାଧ୍ୟମରେ କିଣାଯାଇ ପାରିବ ନାହିଁ। ଯେତେବେଳେ ପ୍ରିୟଙ୍କାର ଘରେ ତାକୁ ବାହା ହେବା ପାଇଁ ଚାପ ପକାଇଲେ, ସେତେବେଳେ ସେ ଗୋଟିଏ ବହୁତ ବଡ଼ ନିଷ୍ପତ୍ତି ନେଇ କହିଲା, ଦେଖ ରମେଶ, ମୋ ବାପା ମୋ ବାହାଘର ଠିକ୍ କରିଦେଇଛନ୍ତି। ଯଦି ଆମେ ଏ ପରିସ୍ଥିତିରେ ସାଙ୍ଗ ହୋଇ ନ ଲଢ଼ିବା ତାହେଲେ ଜୀବନସାରା ପସ୍ତାଇବା। ରମେଶ ପାଖରେ କୌଣସି ମହଲ ବା ଘର ନଥିଲା, ହେଲେ ତାକୁ ଦେବା ପାଇଁ ଗୋଟିଏ ମଜବୁତ କାନ୍ଧ ଥିଲା। ଗୋଟିଏ ବର୍ଷା ରାତି, ଯେତେବେଳେ ବର୍ଷା ଆକାଶରୁ ବାଦଲ ପରି ଫାଟି ବହୁଥିଲା, ସେତେବେଳେ ଦୁଇ ଜଣ ଗୋଟିଏ ପୁରୁଣା ମନ୍ଦିରରେ ବାହା ହୋଇଗଲେ। ପ୍ରିୟଙ୍କା ଭାବୁଥିଲା ପରିବାର ଲୋକ ମାନିଯିବେ ବୋଲି, କିନ୍ତୁ ତାର ବାପା ଏହାକୁ ଗ୍ରହଣ କଲେନି। ତା ସାଥିରେ ସବୁଦିନ ପାଇଁ ସମ୍ପର୍କ କାଟିବା ସହ ନିଜର ପାୱାର ବ୍ୟବହାର କରି ଦୁଇ ଜଣଙ୍କୁ କମ୍ପାନୀରୁ କାଢ଼ିଦେଲେ, ମାନେ ତାଙ୍କର ଚାକିରି ବନ୍ଦ କରିଦେଲେ। ତେଣୁ ଦୁଇ ଜଣ ବେସାହାରା ହୋଇ ଗୋଟିଏ ନୂଆ ସହର ଖୋର୍ଦ୍ଧାକୁ ପଳାଇଲେ ଏବଂ ଏପରି ଗଳିରେ ରହିଲେ ଯେଉଁଠାରେ ସୂର୍ଯ୍ୟ କିରଣ ବି ଗରିବ ଦେଖି ରାସ୍ତା ବଦଳାଇ ଦେଉଥିଲା। ଚାକିରି ପାଇଁ ରମେଶ ଏଣେତେଣେ ବୁଲିଲା, କିନ୍ତୁ ପ୍ରିୟଙ୍କା ବାପାର ପ୍ରଭାବ ତାର ପଛେ ପଛେ ଆସୁଥିଲା। ତେଣୁ କେହି ବି ତାକୁ କାମ ଦେଉନଥିଲେ। ପ୍ରିୟଙ୍କା ଆଖିରେ ପ୍ରଥମ ଥର ଦୁଃଖ ଦେଖି ସେ ଭିତରୁ ଭାଙ୍ଗିଗଲା ଓ ତା ପାଖରେ ଥିବା ସମସ୍ତ ସାର୍ଟିଫିକେଟକୁ ରଖିଦେଇ ଗୋଟିଏ କନଷ୍ଟ୍ରକ୍ସନ ସାଇଟ୍ରେ କାମ କରିବା ଆରମ୍ଭ କରିଦେଲା। ଇଏ ସେଇ ପିଲା ଯିଏକି ତା ଜୀବନରେ ଭାରି ଫାଇଲ ଛଡ଼ା ଆଉ କିଛି ବି ଉଠାଇ ନଥିଲା। ସେ ଆଜି ଶରୀର ପୋଡ଼ା ଖରାରେ ଇଟା ଉଠାଇବା ସହ ସିମେଣ୍ଟ ବସ୍ତା ଉଠାଉଥିଲା। ଶରୀର ପୋଡ଼ିଜାଳି ଯାଉଥିଲେ ମଧ୍ୟ ସେ ଜମା ବି ରହୁନଥିଲା। ବାସ୍ ତାର ସ୍ତ୍ରୀର ଟିକିଏ ଖୁସି ଦେଖିବା ପାଇଁ କାମ କରୁଥିଲା। ଏବଂ ଯେତେବେଳେ ସେ କାମ ସାରି ରାତିରେ ଘରକୁ ଫେରୁଥିଲା, ସେତେବେଳେ ତାର ପୁରା ଶରୀର ଘୋଳାବିନ୍ଧା ହେବା ସାଙ୍ଗକୁ ହାତ ଫାଟି ଜଳାପୋଡ଼ା କରୁଥିଲା। ପ୍ରିୟଙ୍କା ବାସ୍ ଖାଲି ତାର ଫଟା ହାତକୁ ଦେଖି ଜୋରରେ କାନ୍ଦୁଥିଲା। ହେଲେ ରମେଶ ତାର ଲୁହକୁ ପୋଛି କହୁଥିଲା, ଏପରି କାନ୍ଦନା ପ୍ରିୟଙ୍କା, ଏହା ମୋତେ କଷ୍ଟ ଦେଇଥାଏ ସତ, ହେଲେ ଆମ ଆଗାମୀ ଖୁସି ପାଇଁ ଏସବୁ କରିବାକୁ ପଡ଼ିବ। ତମେ ବାସ୍ କାନ୍ଦିବା ବନ୍ଦ କର, ଦେଖିବ ସବୁକିଛି ଠିକ୍ ହୋଇଯିବ। ଭଗବାନ ପରା ଆମ ସାଥିରେ ଅଛନ୍ତି। ବାହାଘରର 2 ବର୍ଷ ପରେ ତାର 2ଟି ଛୁଆ ଜନ୍ମ ହେଲା, ଲବ ଓ କୁଶ। 2 ଜଣ ପୁଅ କାନ୍ଦିବାର ସ୍ୱର ରମେଶକୁ ଦୁନିଆର ସବୁଠାରୁ ଧନୀ ହେବାର ଭାବନା ଦେଲା। କିନ୍ତୁ ଏ ଖୁସି ସହିତ ଦାୟିତ୍ୱର ଭାର ଅଧିକ ହୋଇଗଲା। 2 ଜଣ ପିଲାଙ୍କ ପାଇଁ ଖାଦ୍ୟ, ମେଡ଼ିସିନ ଓ ଘରର ଖର୍ଚ୍ଚ ବଢ଼ିଗଲା। ହେଲେ ଏସବୁରେ ରମେଶ ଭାଙ୍ଗି ଯାଇନଥିଲା, ବରଂ ଅଧିକ ପରିଶ୍ରମ କରିବାରେ ଲାଗିଲା। ମାନେ ଦିନରେ ମଜଦୁରୀ ଓ ରାତିରେ ପୁରୁଣା ଅଟୋ ଚଲାଉଥିଲା। ନିଦ ଯେମିତି ତା ଆଖିରେ ସବୁଦିନ ପାଇଁ ଗାୟବ ହୋଇଯାଇଥିଲା ଓ ଏ ପାଖରେ ପ୍ରିୟଙ୍କାର ଧୈର୍ଯ୍ୟ ଭାଙ୍ଗି ଯାଇଥିଲା। ଗରିବର ଭାର ତାକୁ ଚିଡ଼ିଚିଡ଼ା ସ୍ୱଭାବର ବନାଇ ଦେଇଥିଲା। ଏବେ ସେ ହସୁଥିବା ପ୍ରିୟଙ୍କା ନଥିଲା, ସବୁବେଳେ ଝଗଡ଼ା ଓ ତାନା ଏସବୁ ସାମାନ୍ୟ କଥା ହୋଇଯାଇଥିଲା।
ପ୍ରିୟଙ୍କା ଏବେ ରମେଶର ପରିଶ୍ରମ କମ୍ ଓ ତା'ର ମଜବୁରି ଅଧିକ ଦେଖୁଥିଲା। ତାକୁ ଏପରି ଲାଗୁଥିଲା ଗୋଟିଏ ଭୁଲ ଲୋକର ହାତ ଧରି ତା'ର ଜୀବନ ବର୍ବାଦ ହୋଇଗଲା। ତେଣୁ ସେ ରାଗରେ କହିଲା, ରମେଶ ଦେଖ, ଇଏ ହେଉଛି ଆମ ଜୀବନ। ଛାତରୁ ପାଣି ଗଳୁଛି, ପିଲାଙ୍କ ପାଇଁ କାଲି କ୍ଷୀର ନାହିଁ ଓ ତୁମେ କହୁଛ ସବୁକିଛି ଠିକ୍ ହୋଇଯିବ। କେବେ ହେବ ଠିକ୍? କେତେଦିନ ଏପରି ଆଉ ଦୁଃଖ କଷ୍ଟରେ ମୁଁ ରହୁଥିବି? ତମେ କିଛି କରିବ ନା କରିବ ନାହିଁ? ଏକଥାରେ ରମେଶ ଉତ୍ତର ଦେଇ କହିଲା, ଦେଖ ପ୍ରିୟଙ୍କା, ମୁଁ ଆଜି ଠିକାଦାରକୁ ଆଡ଼ଭାନ୍ସ ମାଗିଥିଲି, ହେଲେ ସେ ମନା କରିଦେଲେ। କିନ୍ତୁ ବିଶ୍ୱାସ ରଖ, ଆଗ ସପ୍ତାହରେ ଯେତେବେଳେ କଂକ୍ରିଟ୍ କାମ ସରିବ ସେତେବେଳେ ମୋତେ କିଛି ଟଙ୍କା ମିଳିବ ଓ ଦେଖିବ ସେ ଟଙ୍କାରେ ଆମ ଆବଶ୍ୟକ ସବୁ ସାମଗ୍ରୀ କିଣିପାରିବା। ଏକଥାରେ ପ୍ରିୟଙ୍କା ଚିଡ଼ିଯାଇ ରାଗରେ କହିଲା, ରମେଶ, ଏବେ ଆମ ପାଖରେ କିଛି ବି ଖାଇବା ପାଇଁ ନାହିଁ। ତମେ କହୁଛ ଆଗ ସପ୍ତାହରେ ପଇସା ମିଳିଲେ ସବୁ ଠିକ୍ ହୋଇଯିବ ବୋଲି। ଆରେ ଆମ ଘର ଚାକର ମଧ୍ୟ ଆମଠାରୁ ଭଲରେ ରହୁଛନ୍ତି ଓ ତୁମେ ଏଠାରେ ମୋତେ ତାଠାରୁ ବି ଆହୁରି ଅଧିକ ଖରାପ ପରିସ୍ଥିତିରେ ରଖିଛ। ମୁଁ ତୁମକୁ ଭଲ ପାଇଥିଲି। ମୋତେ ଲାଗୁଥିଲା ତମେ ନିଶ୍ଚିତ ଦିନେ ନା ଦିନେ ବହୁତ ବଡ଼ ମଣିଷ ହେବ, କିନ୍ତୁ ତମେ ଜଣେ ସାଧାରଣ ମୂଲିଆ ହୋଇ ରହିଗଲ। ଏବେ ତୁମ ଶରୀରରୁ ଆସୁଥିବା ଗନ୍ଧ ଦ୍ୱାରା ମୋତେ ଘୃଣା ଲାଗୁଛି। ଏକଥାରେ ରମେଶ କହିଲା, ମୁଁ ଜାଣିଛି ଏପରି ପରିସ୍ଥିତି ତମକୁ ଚିଡ଼ିଚିଡ଼ା କରିଦେଇଛି, ଯେଉଁଥିପାଇଁ ତମେ ଆଜି ଏପରି କହୁଛ। କିନ୍ତୁ ତମେ ଜମା ବି ଚିନ୍ତା କର ନା ପ୍ରିୟଙ୍କା, ମୁଁ ବହୁତ ପରିଶ୍ରମ କରିବି ଓ ଭବିଷ୍ୟତରେ ମୋ ପିଲାଙ୍କୁ ଏପରି ଗଢ଼ି ତୋଳିବି ଯେମିତି ସମସ୍ତେ ଦେଖି ଈର୍ଷା କରିବେ। ଓ ଏପାଖରେ ପ୍ରିୟଙ୍କାର ଭେଟ ପ୍ରାଇଭେଟ୍ କମ୍ପାନୀର ଓନର ରୋହିତ ମହାପାତ୍ରଙ୍କ ସହ ହେଲା। ରୋହିତ ପ୍ରିୟଙ୍କାର ଗରିବ ଓ ମଜବୁରି ଜାଣିସାରିଥିଲା। ତେଣୁ ସେ ପ୍ରିୟଙ୍କା ସାଥିରେ ଭଲ ସମ୍ପର୍କ ରଖି ତାକୁ ଦାମୀ ଉପହାର ଦେବାର ସ୍ୱପ୍ନ ଦେଖାଇଲା। ଏସବୁ ଶୁଣି ପ୍ରିୟଙ୍କା ବହୁତ ଖୁସି ଥିଲା। ହେଲେ ରମେଶ ପରିଶ୍ରମ ଭିତରେ ଏତେ ହଜିଯାଇଥିଲା ଯେ ସେ ପ୍ରିୟଙ୍କା ମନରେ ଚାଲୁଥିବା ଏପରି ଭୟଙ୍କର ଭାବନାକୁ ଜାଣିପାରିଲା ନାହିଁ। ଗୋଟେ ରାତିରେ ଯେତେବେଳେ ରମେଶ ଅଟୋ ଚଲାଇ ଥକିହାରି ଘରକୁ ଫେରିଲା, ସେତେବେଳେ ସେ ଦେଖିଲା ଘରର କବାଟ ଖୋଲା ଅଛି ଓ ରୁମ୍ରୁ ଖାଲି ଦୁଇଟି ଛୁଆ କାନ୍ଦିବାର ଶବ୍ଦ ଶୁଭୁଥିଲା ଓ ଆଲମାରିରେ ଗୋଟିଏ ଛୋଟ ନୋଟ୍ ଥିଲା ଓ ସେଥିରେ ଲେଖା ଥିଲା, ରମେଶ, ମୁଁ ଏପରି ଗରିବ ସମୟ ଦେଖି ଦେଖି ବହୁତ ହାରିଗଲିଣି। ଏପରି ଜୀବନ ମୁଁ ବଞ୍ଚିବାକୁ ଚାହୁଁନି। ଏବେ ମୁଁ ଭିତରୁ ଭିତରୁ ବହୁତ ହାରିଯାଇଛି। ତେଣୁ ମୁଁ ଏ ଗରିବ ଭିତରେ ମୋ ଜୀବନ ଓ ଯୌବନକୁ ନଷ୍ଟ କରିପାରିବି ନାହିଁ। ହେଲେ ରୋହିତ ମୋତେ ଏସବୁରୁ ମୁକ୍ତ କରି ମୋତେ ଗୋଟିଏ ସୁନ୍ଦର ଜୀବନ ଗଢ଼ି ତୋଳିବ ବୋଲି ପ୍ରତିଜ୍ଞା କରିଛି। ମୁଁ ତା ସାଥିରେ ସବୁଦିନ ପାଇଁ ଯାଉଛି। ଏବେ ତମେ ତମର ଛୁଆକୁ ସମ୍ଭାଳି ନେବ। ଦେଖିବ ସେ ନିଶ୍ଚିତ ଦିନେ ନା ଦିନେ ବଡ଼ ହୋଇ ତମ ପରି ପରିଶ୍ରମୀ ହୋଇ ବାହାରିବେ। ଏହା ଦେଖି ରମେଶର ଗୋଡ଼ତଳୁ ମାଟି ଖସିଗଲା। ତାକୁ ଏପରି ଲାଗୁଥିଲା ସତେ ଯେପରି କିଏ ତାର ଶରୀରରୁ ଆତ୍ମା କାଢ଼ିକି ନେଇଯାଇଛି। ସେ ରାତିସାରା ତାର ଦୁଇଟି ପୁଅକୁ କୋଳରେ ଜାବୁଡ଼ି ଧରି ରହିଲା ଏବଂ ସେଦିନ ରାତିରେ ସେ ନିଜକୁ କହିଲା, ଏବେ ମୋର କାହା ସାଥିରେ କିଛି ବି ସମ୍ପର୍କ ନାହିଁ। ଏବେ ମୋର ଦୁଇଟି ପୁଅ ଓ ମୁଁ ବଞ୍ଚିବୁ। ତାର ଏପରି କଥା ତା ଜୀବନ ଢଙ୍ଗକୁ ବଦଳାଇ ଦେଲା। ସେ ଏବେ କାନ୍ଦିବା ବନ୍ଦ କରି ଅଧିକ ପରିଶ୍ରମ କରିବାରେ ଲାଗିଲା। ସେ ଦିନରେ କେବଳ ଇଟା ବୋହୁ ନଥିଲା, ବରଂ ଶିଖୁଥିଲା। ରାତିରେ ତାର ଛୁଆ ଶୋଇବା ପରେ ସେ ପୁରୁଣା ଇଞ୍ଜିନିୟରିଂ ନକ୍ସାକୁ ପଢ଼ୁଥିଲା। ସେ ଦେଖିଲା ଠିକାଦାର ମାନେ ବହୁତ ମେଟେରିଆଲ ଚୋରି କରୁଛନ୍ତି। ଗୋଟେ ଦିନ ଯେତେବେଳେ ମୁଖ୍ୟ ମିସ୍ତ୍ରୀ ରୋଗରେ ପଡ଼ିଥିଲା, ସେତେବେଳେ ରମେଶ ଆଗକୁ ବଢ଼ି କହିଲା, ସାହେବ, ଏ କାମକୁ ମୁଁ କରିବି ଓ କାନ୍ଥ ମୁଁ ଗାନ୍ଥିଦେବି ଏବଂ ଗ୍ୟାରେଣ୍ଟି ଦେଉଛି ଟିକେ ବି ସିମେଣ୍ଟ ମସଲା ନଷ୍ଟ କରିବାକୁ ଦେମିନି। ରମେଶ ତାର କାମକୁ ଏତେ ସଫାସୁତୁରା ଓ ଠିକ୍ଠାକ୍ କଲା ଯେ ବିଲ୍ଡିଂ ମାଲିକର ନଜର ତା ଉପରେ ପଡ଼ିଲା। ତେଣୁ ମାଲିକ ରମେଶକୁ ଡାକି କହିଲେ, ଆରେ ପୁଅ, ତୁମେ ବହୁତ ପରିଶ୍ରମୀ ସାଙ୍ଗକୁ ବହୁତ ଇମାନଦାର ମଧ୍ୟ। କ'ଣ ତୁମେ ମୋ ନେକ୍ସଟ ପ୍ରୋଜେକ୍ଟରେ ଠିକାଦାର ନେବ? ଏହା ରମେଶ ଜୀବନର ବଙ୍କାଣି ମୁହୂର୍ତ୍ତ ଥିଲା। ତା ପାଖରେ ଟଙ୍କା ନଥିଲା ସତ, ହେଲେ ସେ କିଛି ସାଙ୍ଗ ବନାଇଥିଲା। ତେଣୁ ସେ ତାର ସବୁଠାରୁ ଭରସାଯୋଗ୍ୟ ସାଙ୍ଗକୁ ଡାକି କହିଲା, ଦେଖ ଭାଇମାନେ, ଆରମ୍ଭରୁ ଟଙ୍କା କମ୍ ମିଳିବ, ହେଲେ ଆମେ ମାଲିକ ବନିବା। ସେ ଛୋଟ ଛୋଟ ଠିକା ନେଉଥିଲା, ହେଲେ ଲୋକେ ତାକୁ ତାନା ଦେଉଥିଲେ
ଯାହାର ସ୍ତ୍ରୀ ତାକୁ ଛାଡ଼ିକି ପଳାଇଲା ସେ କ'ଣ ଘର ବନାଇବ। ହେଲେ ସେ ଏସବୁ କଥାକୁ ନ ଶୁଣି ବାସ୍ ଖାଲି ହସି ଦେଉଥିଲା। ତା ଆଖିରେ ଏବେ ଖାଲି ତା ପିଲାମାନଙ୍କର ଭବିଷ୍ୟତ ଓ ପ୍ରିୟଙ୍କା ପ୍ରତି ପ୍ରତିଶୋଧ ନେବାର ଥିଲା। ସେ ପ୍ରଥମେ ତାର ଗୋଟିଏ ଛୋଟ କମ୍ପାନୀ ବନାଇଲା ଯାହାର ନାଁ ଥିଲା ରମେଶ ଏଣ୍ଟରପ୍ରାଇଜେସ୍। ପ୍ରଥମରୁ ତା ପାଖରେ ଅଳ୍ପ ମୂଲ୍ୟା ଥିଲେ, କିନ୍ତୁ ତାର ଇମାନଦାରୀ ପାଇଁ ତାକୁ ବଡ଼ ବଡ଼ ପ୍ରୋଜେକ୍ଟ ମିଳିବା ଆରମ୍ଭ ହୋଇଗଲା। ସେ ମୂଲ୍ୟାଙ୍କ ଭିତରେ ବସି ଖାଦ୍ୟ ଖାଉଥିଲା ଏବଂ ତାଙ୍କ ପିଲାମାନଙ୍କର ପଢ଼ା ଖର୍ଚ୍ଚ ଉଠାଉଥିଲା, କାରଣ ସେ ନିଜେ ଏହି ଦୁଃଖ ଦେଖିଥିଲା। ଧୀରେ ଧୀରେ ସମୟ ଗଡ଼ି 5 ବର୍ଷ ବିତିଗଲା। ରମେଶ ଏବେ ଆଉ ଛୋଟ ଠିକାଦାର ନଥିଲା। ସେ ଏବେ ଗୋଟେ ବଡ଼ କମ୍ପାନୀ ଖୋଲି ଦେଇଥିଲା ଓ ସହରର ସବୁଠାରୁ ବଡ଼ ବିଲ୍ଡର ବନି ଯାଇଥିଲା। ଲବ ଓ କୁଶ ଏବେ ସ୍କୁଲ ଯାଉଥିଲେ। ରମେଶ ତାର ପୁରୁଣା ସାଇକେଲରେ 2 ଜଣଙ୍କୁ ନେଇ ସ୍କୁଲରେ ଛାଡ଼ି ଆସୁଥିଲା। ସେ ସହର ବାହାରେ ଗୋଟିଏ ଏପରି ଜାଗା କିଣିଲା ଯେଉଁଠାକୁ କେହି ବି ଯାଉନଥିଲେ। ସେ ସେଠାରେ ଅଳ୍ପ ମୂଲ୍ୟରେ ହାଉସିଂ ପ୍ରୋଜେକ୍ଟ ଆରମ୍ଭ କଲା। ସେ ପ୍ରୋଜେକ୍ଟ ସୁପରହିଟ୍ ରହିଲା। ସହରର ବଡ଼ ବଡ଼ ଲୋକ ରମେଶର ପ୍ରଶଂସା କଲେ। ରମେଶ ପ୍ରମାଣିତ କରିଦେଲା ଯେ ଜଣେ ଏକଲା ପିତା ତାର ପିଲାମାନଙ୍କ ପାଇଁ ସାମ୍ରାଜ୍ୟ ଛିଡ଼ା କରିପାରେ। ତା ପାଖରେ ନିଜସ୍ୱ ଗାଡ଼ି ଥିଲା, ହେଲେ ସେ ଖରାରେ କାମ କରୁଥିବା ମୂଲ୍ୟମାନଙ୍କର ସମ୍ମାନ କରୁଥିଲା। ତାକୁ ଲାଗୁଥିଲା ତାହାର ରାସ୍ତା ଏବେ ଆହୁରି ବହୁତ ଦୂର ଅଛି। ଧୀରେ ଧୀରେ ସମୟ ସାଥିରେ ଆହୁରି 5 ବର୍ଷ ବିତିଗଲା। ରମେଶ ଏବେ ଆଉ ଛୋଟ ଠିକାଦାର ନ ରହି ସହରରେ 1 ନମ୍ବର ବିଲ୍ଡର ବନି ଯାଇଥିଲା। ଆଖିର ଏବେ ତାର ଆଉ କ୍ରୋଧ ନଥିଲା, ବରଂ ଗୋଟିଏ ଅଲଗା ପ୍ରକାର ଶାନ୍ତି ଥିଲା। ଲବ ଓ କୁଶ ଯେତେବେଳେ ତାକୁ ବାପା କହି କୁଣ୍ଢାଇ ପକାଉଥିଲେ ସେତେବେଳେ ଲାଗୁଥିଲା ସତେ ଯେପରି ତାର ସବୁ ପରିଶ୍ରମ ସଫଳ ହୋଇଗଲା। ସେ ପ୍ରମାଣ କରିଦେଇଥିଲା ସମୟ କେବେ ପଥର ନୁହଁ, ବରଂ ସଚୋଟ ପରିଶ୍ରମ ଓ ବାସ୍ତବତା ଭାବରେ ପରିବର୍ତ୍ତନ ହୁଏ। ଏପରି କିଛି ସମୟ ମାନେ 15 ବର୍ଷ ବିତିଗଲା ଏବଂ ଖୋର୍ଦ୍ଧା ସହର ପରିବର୍ତ୍ତନ ହୋଇଯାଇଥିଲା ଓ ସେ ସହର ପରିବର୍ତ୍ତନ ପଛରେ ଯାହାର ହାତ ଥିଲା ସେ ଆଉ କେହି ନୁହଁ ବରଂ ରମେଶ ଥିଲା। କେବେ ଇଟା ବୋହୁଥିବା ମୂଲିଆ ଏବେ ବହୁତ ବଡ଼ ମାଲିକ ଥିଲା। ସେ ତାର 2ଟି ପୁଅ ଲବ ଓ କୁଶକୁ ମହଲର ସୁଖ ସୁବିଧା ଭିତରେ ନ ପାଳି ସଂଘର୍ଷ ଭିତରେ ପାଳିଥିଲା। ଲବ ଶାନ୍ତ ଓ ଦୂରଦର୍ଶୀ ଥିଲା, ହେଲେ କୁଶ ତା ବାପା ରମେଶ ପରି ଜିଦ୍ଦି ଓ ପରିଶ୍ରମୀ ଥିଲା। ରମେଶ ସର୍ବଦା ତା 2 ଜଣ ପୁଅକୁ ତାର ଫଟା ଓ ପୁରୁଣା କପଡ଼ା ଦେଖାଇ କହୁଥିଲା, ପୁଅ, ଇଏ ସାର୍ଟ ହିଁ ତୁମର ପ୍ରକୃତ ପରିଚୟ ଅଟେ। ଯଦି ତମେ ୟାକୁ ଭୁଲିଯିବ ତାହେଲେ ମୁଁ ତିଆରି କରିଥିବା ସାମ୍ରାଜ୍ୟ ଭାଙ୍ଗିବା ପାଇଁ ବେଶୀ ସମୟ ଲାଗିବନି। 2 ଜଣ ପୁଅ ତାର ବାପାଙ୍କୁ ବହୁତ ଭଲରେ ଜାଣିଥିଲେ ଓ 2 ଜଣ ନିଜ ବାପାଙ୍କ ପାଇଁ କିଛି ବି କରି ରଖିବାର ହୋସ ଓ ଜୋଶ ଥିଲା। ଦ୍ୱିପ୍ରହର ବେଳ ଯେତେବେଳେ ରମେଶ ତାର ନୂଆ ବିଲ୍ଡିଂର ଉଦ୍ଘାଟନ କରି ଅଫିସକୁ ଯାଉଥିଲା, ସେ ଦେଖିଲା ସୁରକ୍ଷା କର୍ମୀ ଏକ ଅଧବର୍ଷର ମହିଳାକୁ ବାହାରକୁ କାଢ଼ୁଥିଲେ। ସେ ମହିଳା କମଜୋରି କାରଣରୁ ଠିକ୍ରେ ଛିଡ଼ା ହୋଇପାରୁନଥିଲା। ତା ଚେହେରାରେ ଚର୍ମ କୁଞ୍ଚ ହୋଇଯାଇଥାଏ ଓ ଆଖିରେ ଗୋଟିଏ ଏପରି ଦୁଃଖ ଯିଏ କେବଳ ସମୟର ମାଡ଼କୁ ସହିଥିବ ତା ପାଖରେ ଥିବ। ଯେମିତି ରମେଶର ନଜର ତା ଉପରେ ପଡ଼ିଲା, ତାହାର ହୃଦୟ କମ୍ପିଗଲା। ସେ ମହିଳା ପ୍ରିୟଙ୍କା ଥିଲା, ସେଇ ପ୍ରିୟଙ୍କା ଯିଏ ତାକୁ ଗରିବ କାରଣରୁ ଛାଡ଼ି ଦେଇଥିଲା। ରୋହିତ ପ୍ରିୟଙ୍କାକୁ ବ୍ୟବହାର କଲା ଏବଂ ଯେତେବେଳେ ତାର ଖରାପ ସମୟ ଆସିଲା ସେତେବେଳେ ତାକୁ ରାସ୍ତାରେ ଛାଡ଼ିଦେଲା। ପ୍ରିୟଙ୍କା ରମେଶକୁ ଦେଖି ତାହାର ଗୋଡ଼ ଧରି ଜୋରରେ କାନ୍ଦିବାରେ ଲାଗିଲା। ରମେଶ, ମୋତେ କ୍ଷମା କରିଦିଅ, ମୁଁ ଟଙ୍କା ଲୋଭରେ ପାଗଳା ହୋଇଯାଇଥିଲି। ମୋତେ ବାସ୍ ଥରୁଟିଏ ଖାଲି ମୋ ପିଲାମାନଙ୍କୁ ଦେଖିବାର ଅଛି। ରମେଶ ତାର ଗୋଡ଼କୁ ଧୀରେ ଧୀରେ ପଛକୁ କଲା। ତା ଚେହେରାରେ ନା ଘୃଣା ନା କ୍ରୋଧ ଥିଲା, ତେଣୁ ସେ ଶାନ୍ତ ସ୍ୱରରେ କହିଲା, ଦେଖ ପ୍ରିୟଙ୍କା, ମୋ ଛୁଆର ମା' ସେଇଦିନ ମରିଯାଇଥିଲା ଯେଉଁଦିନ ସିଏ ମୋ ଛୁଆକୁ ଛାଡ଼ି ଦେଇଥିଲା। ଆଜି ମୁଁ ଯାହା ବି କିଛି ହୋଇଛି ସେସବୁ ତୁମ ଘୃଣା ଓ ଧୋକା ପାଇଁ ହୋଇଛି। ତୁମେ ଭଲ ପାଇବାକୁ ଛାଡ଼ି ଦେଇଥିଲ, ହେଲେ ମୁଁ ପରିଶ୍ରମ କରି ଝାଳ ବୁହାଇ କାମ କଲି। ଆଜି ହିସାବ ବରାବର ଅଛି। ରମେଶ ତାକୁ କିଛି ଟଙ୍କା ଓ ରହିବା ପାଇଁ ଛୋଟ ଘର ଦେବାର ଆଦେଶ ଦେଲା ଓ ଏହା ସଫା ସଫା କହିଦେଲା କି ସେ କେବେ ବି ଆମ ପରିବାରର ସଦସ୍ୟ ହୋଇପାରିବ ନାହିଁ। ଲବ ଓ କୁଶ କମ୍ପାନୀର ସମସ୍ତ ଦାୟିତ୍ୱ ନିଜ ହାତରେ ନେଲେ ଓ ଲବ ଆର୍କିଟେକ୍ଚରର ନୂଆ ଟେକ୍ନିକ୍ରେ କାର୍ଯ୍ୟକୁ ଆଧୁନିକ କଲା
ଓ କୁଶ ସମସ୍ତ ଦାୟିତ୍ୱ ନେଇ ସବୁ ପ୍ରୋଜେକ୍ଟକୁ ସମୟ ପୂର୍ବରୁ ସାରିଲା। ଦୁଇ ଭାଇ ମିଶି ରମେଶର ନାଁକୁ ପୁରା ବିଶ୍ୱରେ ଖେଳାଇ ଦେଲେ। ରମେଶ ଯେଉଁ ଆଶା ରଖିଥିଲା ତାର ପୁଅମାନେ ସେଇ ଆଶା ପୂରଣ କଲେ। ସେମାନେ ମୂଲିଆମାନଙ୍କ ପାଇଁ ମାଗଣା ହସ୍ପିଟାଲ ଓ ତାଙ୍କ ପିଲାଙ୍କ ପାଇଁ ସ୍କୁଲ ବନାଇଲେ। ସହରର ଲୋକେ ଏବେ ରମେଶକୁ ଗରିବମାନଙ୍କର ମସିହା କହୁଥିଲେ। ରମେଶ ଏପରି ଏକ ଜାଗାରେ ଥିଲା ଯାହାକୁ ବିତି ଯାଇଥିବା ପୂର୍ବ ଯନ୍ତ୍ରଣାଦାୟକ ନୁହଁ ବରଂ ପ୍ରେରଣାଦାୟକ ଲାଗୁଥିଲା। ଭଲ ପାଇବା ଭାଗ୍ୟରେ ଥିଲେ ମିଳେ, ବା ସେଇମାନେ ହିଁ ଭଲ ପାଆନ୍ତି ଯେଉଁମାନେ ଅସୁବିଧାରେ ଓ ବିପଦ ବେଳେ ସାହାଯ୍ୟର ହାତ ବଢ଼ାଇ ଆମ ପ୍ରୋବ୍ଲେମକୁ ତାଙ୍କ ପ୍ରୋବ୍ଲେମ ବୋଲି ଭାବନ୍ତି। ରମେଶର ଜିତ୍ ପ୍ରିୟଙ୍କାକୁ ହରାଇବାର ନଥିଲା ବରଂ ନିଜ ଜିତିବାରେ ଥିଲା।